ईश्वरଙ୍କ ବାକ୍ୟ ସୁସମାଚାର ପ୍ରଚାର କରୁଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ, ପ୍ରତ୍ୟେକ ଚାଳକ ପାଳକ ଧର୍ମ ଗୁରୁ ଧର୍ମ ଯାଜକମାନଙ୍କୁ ପ୍ରେରିତ ପିତର ଏହା କହନ୍ତି, ତାହା ଆପଣମାନେ ଶୁଣିବା ଆବଶ୍ୟକ ଅଟେ। ଆଉ ଈଶ୍ୱରଙ୍କ ସେବା କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ, ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ପାଇଁ ନିଯୁକ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ, ଦାୟିତ୍ୱ ପାଇଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ପ୍ରେରିତ ପିତର ଏହା କହନ୍ତି, ତାହା ଆପଣମାନେ ମଧ୍ୟ ଶୁଣିବା ଉଚିତ। ପ୍ରଥମ ପିତର 4 ଅଧ୍ୟାୟ 11 ବାକ୍ୟରେ ପ୍ରତ୍ୟେକ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ, ପ୍ରତ୍ୟେକ ଚାଳକ ପାଳକ ଧର୍ମ ଗୁରୁ ଧର୍ମ ଯାଜକମାନଙ୍କୁ ଓ ଈଶ୍ୱରଙ୍କ ସେବା କାର୍ଯ୍ୟ କରିବାକୁ ଯାଉଥିବା ନିଯୁକ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ପ୍ରେରିତ ପିତର କହନ୍ତି, ତାହା ଆସନ୍ତୁ ଆମେ ପଢ଼ି ବୁଝିବା ପାଇଁ ଚେଷ୍ଟା କରିବା। କେହି ଯଦି ପ୍ରଚାର କରେ ତେବେ ସେ ଈଶ୍ୱରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ। କେହି ଯଦି ସେବା କରେ ତେବେ ସେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ଲୋକ ପରି ସେବା କରୁ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଯେଉଁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଅଛନ୍ତି, ସେହି ଈଶ୍ୱରଙ୍କ ବାକ୍ୟକୁ ଈଶ୍ୱରଙ୍କ ବାକ୍ୟ ସଦୃଶରେ ଆପଣମାନେ ପ୍ରଚାର କରିବା ଉଚିତ। ଯଦି ସେହି ଈଶ୍ୱରଙ୍କ ବାକ୍ୟକୁ ନିଜର ବାକ୍ୟ ସଦୃଶରେ, ନିଜର ଉଦ୍ଦେଶ୍ୟରେ, ନିଜର ଲାଭବାନ ହେବା ଉଦ୍ଦେଶ୍ୟରେ, ନିଜର ଗୌରବ, ନିଜର ପ୍ରଶଂସା, ନିଜର ମହିମା ଉଦ୍ଦେଶ୍ୟରେ ଯଦି ପ୍ରଚାର କରିବେ, ତାହା ହେଲେ କେବେ ବି ତାହା ଈଶ୍ୱରଙ୍କ ବାକ୍ୟ ସଦୃଶରେ ଯିବ ନାହିଁ। ଈଶ୍ୱରଙ୍କ ବାକ୍ୟକୁ ଈଶ୍ୱରଙ୍କ ବାକ୍ୟ ସଦୃଶରେ ଆପଣମାନେ ପ୍ରଚାର କରିବା ନିତାନ୍ତ ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟ ଯଦି ପ୍ରଚାର କରୁଅଛନ୍ତି, ସେହି ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଲୋକମାନଙ୍କୁ ଶକ୍ତି ପ୍ରାପ୍ତ ହେବା ସଦୃଶରେ, ପାପଠାରୁ ଦୂରେଇ ଯିବା ସଦୃଶରେ, ଆତ୍ମିକ ଦିଗରେ ବଢ଼ିବା ସଦୃଶରେ ଆପଣମାନେ ପ୍ରଚାର କରିବା ନିତାନ୍ତ ଆବଶ୍ୟକ ଅଟେ। ଯଦି ଆପଣମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ସମୟରେ ନିଜ ପାଇଁ, ନିଜର ଲାଭବାନ ହେବା ସଦୃଶରେ, ନିଜର ପ୍ରଶଂସା ଗୌରବ ହେବା ସଦୃଶରେ ଯଦି ଆପଣମାନେ ପ୍ରଚାର କରିବେ, ତାହା ହେଲେ ତାହା ଈଶ୍ୱରଙ୍କ ପ୍ରଚାରକ ପରି ତାହା ନୁହେଁ। ନିଜର ପ୍ରଶଂସା ଉଦ୍ଦେଶ୍ୟରେ, ନିଜର ଗୌରବ ଉଦ୍ଦେଶ୍ୟରେ, ନିଜର ମହିମା ଉଦ୍ଦେଶ୍ୟରେ, ନିଜର ଲାଭବାନ ଉଦ୍ଦେଶ୍ୟରେ ତାହା ହୋଇପାରେ। ଏଣୁ ଯଦି ଈଶ୍ୱରଙ୍କ ବାକ୍ୟ ସୁସମାଚାର ପ୍ରଚାର କରୁଅଛନ୍ତି, ତାହା ହେଲେ ଈଶ୍ୱରଙ୍କ ବାକ୍ୟ ସୁସମାଚାର ପ୍ରଚାରକ ପରି ପ୍ରଚାର କରିବା ଆବଶ୍ୟକ। ଯଦି ଈଶ୍ୱରଙ୍କ ସେବା କାର୍ଯ୍ୟ କରୁଅଛନ୍ତି, ତାହା ହେଲେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପରି ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ନିତାନ୍ତ ଆବଶ୍ୟକ। ତାହା ହିଁ ଆଜି ଆମମାନଙ୍କୁ ପ୍ରେରିତ ପିତର ନିଜ ପତ୍ର ଦ୍ୱାରା ଆମମାନଙ୍କୁ କହୁଅଛନ୍ତି। ଏହି ହେତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ ଈଶ୍ୱରଙ୍କ ପ୍ରଚାରକ ପରି କରିବା ନିତାନ୍ତ ଆବଶ୍ୟକ। ଗୋଟିଏ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିବା ଲୋକଙ୍କ ପରି ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ନିତାନ୍ତ ଆବଶ୍ୟକ। ଦୁର୍ବଳତାରେ କେବେ ବି ଈଶ୍ୱରଙ୍କ ସେବା କାର୍ଯ୍ୟ କରନ୍ତୁ ନାହିଁ। ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିବା ବ୍ୟକ୍ତିଙ୍କ ସଦୃଶରେ ଆପଣମାନେ ଈଶ୍ୱରଙ୍କ ସେବା କାର୍ଯ୍ୟ କରନ୍ତୁ। ଏହା ହିଁ ଆଜି ଆମମାନଙ୍କୁ ପ୍ରେରିତ ପିତର ଆମମାନଙ୍କୁ ପ୍ରକାଶ କରୁଅଛନ୍ତି। ଏହି ବାକ୍ୟ ଅନୁଯାୟୀ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍, ଆମେନ୍।